କେମିତି ଅଛ ସମସ୍ତେ? ଆଶା କରୁଛି ତୁମେମାନେ ସମସ୍ତେ ଭଲସେ ଥିବ। ତ ପିଲାମାନେ ଦେଖିପାରୁଥିବ ତୁମମାନଙ୍କ ପାଇଁ ନେଇ ଆସିଛି ଷଷ୍ଠ ଶ୍ରେଣୀର ସାହିତ୍ୟର ପ୍ରଶ୍ନପତ୍ର ତୁମମାନଙ୍କ ସାମ୍ନାରେ। ପିଲାମାନେ ତୁମମାନେ ଗୋଟିଏ ରିକ୍ୱେଷ୍ଟ କରୁଛି, ଯେଉଁମାନେ ପ୍ରଥମ କରି ଦେଖୁଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ପିଲାମାନେ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଭିଡ଼ିଓକୁ ଲାଇକ୍ କରିନ ତ ଲାଇକ୍ କରିଦିଅ। ଚାଲ ଡେରି ନକରି କ'ଣ ସବୁ ପ୍ରଶ୍ନ ରହିଛି ତୁମମାନଙ୍କର ଦେଖିବା। ଭିଡ଼ିଓଟି ତୁମ ସାଙ୍ଗସାଥିମାନଙ୍କୁ ସେୟାର କରିଦେବ, ଯାହାଦ୍ୱାରା ସେମାନଙ୍କର କିଛି ହେଲ୍ପ ହୋଇଯିବ। ଚାଲ ଏବେ କ୍ୱେଶ୍ଚନ୍ ସବୁ କରିବା ଆମେ। ତ ଏଇଠି ଦେଖିପାରୁଥିବ ସାହିତ୍ୟ ଭାଷାରେ ଆମର କ୍ୱେଶ୍ଚନ୍ ରହିଛି। ମୋଟ ପୃଷ୍ଠା ସଂଖ୍ୟା 4 ରହିଛି। ମୋଟ ପ୍ରଶ୍ନ ସଂଖ୍ୟା ରହିଛି 8। ଷଷ୍ଠ ହେଲ କ୍ୱେଶ୍ଚନ୍ ରହିଛି। ତାପରେ ତ ପିଲାମାନେ ଦେଖିପାରୁଥିବ ଏଠି ସମାପ୍ତି ସୂଚକ ମୂଲ୍ୟାୟନ 2 2026ରେ ନେଇ ଆସିଛି। ଅଲସ୍ତାର ନେଇ ଆସିଛି। ତ ଦେଖିପାରୁଥିବେ ମୋଟ ପୃଷ୍ଠା ସଂଖ୍ୟା 4 ରହିଛି। ଷଷ୍ଠ ଶ୍ରେଣୀର ସାହିତ୍ୟ ଭାଷା। ତ ସମୟ 2 ଘଣ୍ଟା ରହୁଛି। ପୂର୍ଣ୍ଣ ସଂଖ୍ୟା 50। ଆଉ ଏଇଠି ତୁମ ନାମ, ତୁମ ନିଜ ନାମ ଲେଖିବ, ଛାତ୍ରଛାତ୍ରୀଙ୍କ ନାମ ଏଇଠି ନିଜ ନାମ ଲେଖିବ, ତୁମର ବିଭାଗ ଲେଖିବ କ କି ଖ, ଏଇଠି ରୋଲ୍ ନମ୍ବର ଲେଖିବ, ନିଜ ରୋଲ୍ ନମ୍ବର, କାଲିକା ତାରିଖ ଏଇଠି ପକାଇବ, ନିରୀକ୍ଷକ ଏଇଠି ଲେଖିବ, ପରୀକ୍ଷକ ଏଇଠି ଲେଖିବ। ତ ଚାଲ ଏବେ କ୍ୱେଶ୍ଚନ୍ ଦେଖିବା ସବୁ କ'ଣ ଅଛି। ତ ଫାର୍ଷ୍ଟ ଦେଖିପାରୁଥିବ ଏଇଠି ଗୋଟେ ଅନୁଚ୍ଛେଦ ଦେଇଛି। ଏଇ ତଳ ଅନୁଚ୍ଛେଦ ପଢ଼ି ନିମ୍ନ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ତ ଏଇଠି ଗୋଟେ ଅନୁଚ୍ଛେଦ ଦେଇଛି। ତ ଅନୁଚ୍ଛେଦକୁ ପଢ଼ିକି ଏଇଠି ସବୁ କ୍ୱେଶ୍ଚନ୍ ଦେଇଛି, ସେ କ୍ୱେଶ୍ଚନ୍ରେ ଆନ୍ସର୍ କରିବ। ମୁଁ ଖାଲି ଟିକିଏ ଦେଖାଇ ଦେଉଛି, ଦେଖ। ଦେଖୁଥିବ ଏବେ କ୍ୱେଶ୍ଚନ୍ଟା। ତ ଦେଖ କ୍ୱେଶ୍ଚନ୍ ଫାର୍ଷ୍ଟ କ'ଣ ଦେଇଛି। ଜନ୍ ବିମ୍ସ ଗଭର୍ଣ୍ଣମେଣ୍ଟକୁ କ'ଣ ସୁପାରିଶ କରିଥିଲେ? ତ ଏଇଟା ତୁମେ ହେଲା ଖୋଜିକି ଏଇଠି କରିବ। ତ ମୋତେ ଯେତିକି ସମୟ ମୁଁ ଆହୁରି ଭିଡ଼ିଓ ବନେଇବି। ତ ଏଇଟା ଦେଖିପାରୁଥିବ, ଏଇଟାକୁ ଦେଖିକି ତୁମେ କରିବ ହେଲା। ତାପରେ ଦେଲା ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଓଡ଼ିଶାର କମିଶନର କିଏ ଥିଲେ? କମିଶନର ଟି ରେଭେନ୍ସା ହେଲା। ଠିକ୍ ଅଛି। ଚାଲ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ଏଇ ସରକାରଙ୍କ ଠାରୁ କି ନିର୍ଦ୍ଦେଶ ଆସିଥିଲା? ତ ହେଠୁ ତୁମେ ଖୋଜିକି କରିଦେବ ହେଲା। ତାପରେ ବିମ୍ସ ଓ କମିଶନର ରେଭେନ୍ସାଙ୍କ ଅନୁଗ୍ରହ ଚିରକାଳ ଉତ୍କଳବାସୀ ସ୍ମରଣ କରିବେ। ବାକ୍ୟର ଅର୍ଥ ନ ବଦଳାଇ ରେଖାଙ୍କିତ ପଦ ବଦଳରେ ଅନ୍ୟ ପଦ ଲେଖ। ତ ଏଇଟା ତୁମେ ନିଜେ କରିବ ହେଲା। ଓଡ଼ିଆ ଭାଷା ପୂର୍ବରୁ ଉତ୍କଳରେ କେଉଁ ଭାଷା ପ୍ରଚଳିତ ହୋଇଥିଲା? ଏଇଟା ବଙ୍ଗଳା ଭାଷା ହେଲା। ଠିକ୍ ଅଛି। ଚାଲ 6 ନମ୍ବରଟା ଦେଖ। ତ ଜନ୍ ବିମ୍ସ କେଉଁ ଅଞ୍ଚଳର କଲେକ୍ଟର ଥିଲେ? ଏଇଟା ହେଉଛି ବାଲେଶ୍ୱର ହେଲା। ତ ଚାଲ 2 ନମ୍ବର ଏବେ କରିବା। ତ ଯିଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ଜଲ୍ଦି ଜଲ୍ଦି କରିଦିଅ। ଆଉ ଲାଇକ୍ ବି ଯିଏ କରିନ ଲାଇକ୍ ଜଲ୍ଦି ଜଲ୍ଦି କରିଦିଅ ହେଲା। ତ ପିଲାମାନେ ତଳ ପଦଟିକୁ ପଢ଼ି ନିଜ ଭାଷାରେ ଲେଖ ହେଲା। ଏଇଟା ଗୋଟେ କିଛି କ୍ୱେଶ୍ଚନ୍ ଦେଇଛି। ମୟୂରଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ, ଅତିଥି ଦେଖି ଭକ୍ତ ଜନେ, ଜେସନେ ତୋଷ ହନ୍ତି ମନେ ହେଲା। ଏଇଟା କିଛି ରହିଛି। ତ ଏଇଠି ତୁମେ ଉତ୍ତର ଲେଖିବ ହେଲା। ଏଇଠି ତୁମକୁ ଜାଗା ଦେଇଥିବ, ଉତ୍ତର ଲେଖିବ ତୁମେ ହେଲା। ତାପରେ ଦେଖିବା ଦେଇଛି ଗୋଟିଏ ଶବ୍ଦରେ ଉତ୍ତର ଲେଖ ହେଲା। କ ନମ୍ବର ଦେଇଛି କ'ଣ? ଗ୍ରୀଷ୍ମ ଋତୁ ପରେ ତୁମେ ଅନୁଭବ କରୁଥିବା ଋତୁର ନାମ କ'ଣ? ଏହାର ଆନ୍ସର୍ ଅଟୋମେଟିକ୍ ବର୍ଷା। ଠିକ୍ ଅଛି। କେଉଁମାନେ କୃଷ୍ଣଙ୍କୁ ସିଂହଦ୍ୱାର ନିକଟରେ ଡାକୁଥିବାର କବି ଦର୍ଶାଇଛନ୍ତି? ଏଇଟା ହେଉଛି ଗୋପପୁରର ବାଳକମାନେ। ତ ଟ୍ରାଫିକ୍ ପୋଲିସଙ୍କ ଦ୍ୱାରା ପ୍ରଦର୍ଶିତ କେଉଁ ଆଲୋକ ଦେଖି ଆମେ ଆଗକୁ ଯିବା? ଏଇଟା ହେଲା କ'ଣ? ଏଇଟା ହେଲା ସବୁଜ ହେଲା। ତାପରେ ପୁରାତନ ଭାରତର ଛାତ୍ରମାନେ ଶିକ୍ଷା ଲାଭ କରୁଥିବା ସ୍ଥାନର ନାମ କ'ଣ ଥିଲା? ଅରଣ୍ୟ ହେଲା। ନେକ୍ସଟ କ୍ୱେଶ୍ଚନ୍ ଦେଖିବା। 1921 ମସିହାରେ ହୋଇଥିବା ଆନ୍ଦୋଳନ ନାମ କ'ଣ? ଅସହଯୋଗ ଆନ୍ଦୋଳନ। ତାପରେ ଆଇଲା 2 ମାର୍କିଆ 7ଟା ପ୍ରଶ୍ନ କିଛି ଆଇଲା। ସେଇ ପ୍ରଶ୍ନ 4 ନମ୍ବର ହେଲା। ଦେଖ ଦେଇଛି ମହାପୁରୁଷମାନଙ୍କ ଜୀବନରୁ ଆମେ କି ଶିକ୍ଷା ପାଇଥାଉ? ତ ଏଇଠି ଲେଖିବ, କି ଜାଗା ଦେଇଥିବ, ଏଇଠି ତୁମେ ଆନ୍ସର୍ ଲେଖିବ ହେଲା। ତାପରେ ଖ ନମ୍ବର ଦେଖିବା। ଆମେରିକୀୟ କେଉଁ ଗୁଣଟି ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ? ତ ଏଇଠି ଆନ୍ସର୍ ଲେଖିବ, ଏଇଠି ଜାଗା ଦେଇଥିବ। ମୁଁ ଖାଲି ପ୍ରଶ୍ନ କରିଦେବ, ତୁମେ ଆନ୍ସର୍ କରିବ ହେଲା। ତାପରେ ଦେଲା ଜେଲ୍ ଯିବା ଗୌରବର କଥା। ଏଇ କଥା କିଏ କାହାକୁ କହିଥିଲେ? ତ ଏଇଠି ଆନ୍ସର୍ ଲେଖିବ ଗ ନମ୍ବରଟା। ଗ ନମ୍ବର ଆନ୍ସର୍ ଲେଖିବ, ସବୁ ତଳେ ଜାଗା ଦେଇଥିବ ହେଲା। ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି? ଦେଇଛି ଲେଖ କାହାକୁ ପିତାମହୀ ଓ କାହାକୁ ଜନନୀ ବୋଲି କହିଛନ୍ତି? ତ ଏଇଠି ଆନ୍ସର୍ ଲେଖିବ। ଘ ନମ୍ବର ଆନ୍ସର୍ ଏଇଠି ତଳେ ଜାଗା ଥିବ, ଏଇଠି ଆନ୍ସର୍ ଲେଖିଦେବ ହେଲା। ତାପରେ ଦେଲା ଶ୍ରୀକୃଷ୍ଣ ନିଦରୁ ଉଠିଲେ ମା ଯଶୋଦା କ'ଣ କରିବେ ବୋଲି ଭାବୁଛନ୍ତି? ତ ଏଇଠି ଆନ୍ସର୍ ଲେଖିଦେବ ହେଲା। ତ ନେକ୍ସଟ କ୍ୱେଶ୍ଚନ୍ ମୁଁ ଖାଲି କ୍ୱେଶ୍ଚନ୍ କହିଦେଉଛି, ତୁମେ ଆନ୍ସର୍ ତୁମେ ନିଜେ କରିବ ହେଲା। ମେଘମାଳ କିପରି ଜଳ ବର୍ଷା କରନ୍ତି? ତ 6 ନମ୍ବର ଏମିତି କିଛି କ୍ୱେଶ୍ଚନ୍ ଅଛି, ଏଇଠି ଆନ୍ସର୍ କରିବ। ନେକ୍ସଟ କ୍ୱେଶ୍ଚନ୍ ଦେଲା ପ୍ରଭାତ ଅବକାଶ କବିତାରେ କୃଷ୍ଣଙ୍କୁ ସମ୍ବୋଧନ କରାଯାଇଥିବା ନାମ ଗୁଡ଼ିକ ଲେଖ। ଏଇଠି ଆନ୍ସର୍ ଲେଖିବ 9 ନମ୍ବର ହେଲା।
ନେକ୍ସଟ କ୍ୱେଶ୍ଚନ୍। ତ 5 ନମ୍ବର ସରଳ ଭାଷାରେ ବୁଝାଇ ଲେଖ। ତାପରେ ହେଲା ଏଟା ରହିଲା କେତେ ମାର୍କିଆ, ଏଟା ରହିଲା ଏଟା 4 ମାର୍କିଆ ରହିଲା ହେଲା। 4 ମାର୍କିଆ ରହିଲା ସୁବିଧା ଓ ପାରିପାର୍ଶ୍ୱିକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନିଚ କରିଥାଏ। ଏଇଠି 4 ମାର୍କିଆ କ୍ୱେଶ୍ଚନ୍ ରହିଲା, ଏଇଠି କିଛି ଜାଗା ଦେଇଥିବ, ତୁମେ ଏଇଠି ଆନ୍ସର୍ ଲେଖିବ ହେଲା। ଠିକ୍ ଅଛି, ଚାଲ ନେକ୍ସଟ କ୍ୱେଶ୍ଚନ୍। ତ 6 ନମ୍ବର କ'ଣ ଦେଲା, 6 ନମ୍ବର ଦେଲା ନିର୍ଦ୍ଦେଶ ଅନୁସାରେ ଉତ୍ତର ଲେଖ, ଶୂନ୍ୟ ସ୍ଥାନ ପୂରଣ କର। ଉଚ୍ଚ ମନା ଉଚ୍ଚ ଅମୃତ, ଅମୃତ ଲୋଭଇ ନିଚ ମନା ଲୋଭେ ବିଷ। ଠିକ୍ ଅଛି। ତାପରେ 6 ନମ୍ବର ଦେଖିବା, 2ଟି ଲେଖେ ପ୍ରତିଶବ୍ଦ ଲେଖ। ନିରର କ'ଣ, ନିରର ହେଉଛି ପାଣି ଓ ଜଳ, ଆଉ ସୂର୍ଯ୍ୟର ହେଉଛି ତପନ ଓ ରବି। ତାପରେ ଲିଙ୍ଗ ପରିବର୍ତ୍ତନ କର। ତ ମୂଲ୍ୟାର ହେଉଛି ମୂଲ୍ୟାଣୀ, ପିତାମହୀର ମାତାମହୀ। ନେକ୍ସଟ କ୍ୱେଶ୍ଚନ୍, ତଳ ଶବ୍ଦ ଗୁଡ଼ିକ ସଜାଡ଼ି ଏକ ଅର୍ଥପୂର୍ଣ୍ଣ ବାକ୍ୟ ଲେଖ। ଦେଇଛି ପ୍ରକୃତି ନିର୍ଜୀବ ସେମାନଙ୍କ ଏବଂ ଜଡ଼ ନୁହେଁ ନିକଟରେ। ତ ୟାର ଆନ୍ସର୍ କ'ଣ ହେବ ନା ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଓ ଜଡ଼ ନୁହେଁ। ଠିକ୍ ଅଛି, ଏମିତି କିଛି କ୍ୱେଶ୍ଚନ୍ ଅଛି। ତାପରେ ଦେଖିବା ଆଉ କ୍ୱେଶ୍ଚନ୍ ଦେଇଛି ବାକ୍ୟ ଗଠନ କର। ବାକ୍ୟ ଗଠନ କର ଦେଇଛି ଅଧ୍ୟବସାୟ। ଅଧ୍ୟବସାୟ କ'ଣ, ଅଧ୍ୟବସାୟ ଲେଖିବ କଠିନ ଅଧ୍ୟବସାୟ ଫଳ ବ୍ୟର୍ଥ ହୁଏ ନାହିଁ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଦେଇଛି କ'ଣ ଗଛପତ୍ର ପରି 2ଟି ଯୁଗ୍ମ ଶବ୍ଦ ଲେଖ। ଗଛପତ୍ର ଯେମିତି ଟଙ୍କା ପଇସା, ନଈ ନାଳ, ତ ଲୁଗାପଟା, ଏମିତି କିଛି ଲେଖିପାରିବ ହେଲା। ତ ଯେକୌଣସି ଗୋଟିଏ 7 ନମ୍ବର ଦେଖିବା, ଯେକୌଣସି ଗୋଟିଏ ବିଷୟରେ ରଚନା ଲେଖ 70ରୁ 80 ଶବ୍ଦ ମଧ୍ୟରେ। ଏଇଟା 5 ମାର୍କିଆ କିଛି ରହିଛି ହେଲା। ଦେଇଛି ଗ୍ରୀଷ୍ମ ଦିନ କିମ୍ବା ତୁମ ବିଦ୍ୟାଳୟ କିମ୍ବା ମା ପାଇଁ ଗଛଟିଏ, ଏମିତି କିଛି ରଚନା ଗୋଟେ ଦେଇଛି। ତ ଏଇଠି ରଚନା ଲେଖିବ ହେଲା, ଏଇଠି ଜାଗା ଦେଇଥିବ, ତୁମେ ଏଇଠି ରଚନା ଲେଖିବ। ତ ଆମର କ୍ୱେଶ୍ଚନ୍ ଏତିକି ଥିଲା। ମୁଁ ଭିଡ଼ିଓଟିକୁ ଏଇଠି ରଖୁଛି ହେଲା। ଜୟ ଜଗନ୍ନାଥ ପିଲାମାନେ। ଆଉ ଯେଉଁମାନେ ସବସ୍କ୍ରାଇବ୍ କରିନ ପିଲାମାନେ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅ ହେଲା, ଆଉ ଲାଇକ୍ ବି କରିଦେବ।